ଏବେ ଦିନକୁ ଦିନ ଖରାର ମାତ୍ରା ବଢ଼ିବାରେ ଲାଗିଛି। ମୁଁ ଆଜି ଏଇ କଥା କହିବା ପାଇଁ ଆସିଛି, ଯେଉଁମାନେ କୋଲେଷ୍ଟ୍ରଲ ଜନିତ ସମସ୍ୟା ହେଉ ବା ହାର୍ଟ ଜନିତ ସମସ୍ୟାରେ ଯେଉଁମାନେ ପୀଡ଼ିତ ସେମାନଙ୍କ ପାଇଁ 5ଟି ହେଲ୍ଥ ଟିପ୍ସ। ପ୍ରଥମ ହେଲ୍ଥ ଟିପ୍ସ ହେଉଛି ସକାଳୁ ଆପଣ ଉଠି ସାଧା ପାଣି ଆପଣ ଗୋଟେ ଗ୍ଲାସ୍ ନିଅନ୍ତୁ, କାହିଁକିନା ବଡ଼ି ଡିହାଇଡ୍ରେଟ୍ ଥାଏ। ବଡ଼ି ଡିହାଇଡ୍ରେଟ୍ ରହିଲେ କୋଲେଷ୍ଟ୍ରଲ ହେଉ ବା ଆପଣଙ୍କର ହାର୍ଟରେ କିଛି ପ୍ରେସର ଜମିଥାଏ। ଦ୍ୱିତୀୟ ଟିପ୍ସଟି ହେଉଛି, ମୁଁ କହିବି ଆପଣଙ୍କର ତୈଳଯୁକ୍ତ ଖାଦ୍ୟ ହେଉ ବା ଜଙ୍କ ଫୁଡ୍ ଖାଆନ୍ତୁ ନାହିଁ। ତାର ବଦଳରେ ଆପଣ କାକୁଡ଼ି, ତରଭୁଜ, ଓଟ୍ସ କିମ୍ବା ଲେମ୍ବୁ ପାଣି ପିଅନ୍ତୁ। ଥାର୍ଡ଼ ଥିଙ୍ଗ ମୁଁ କହିବି, ଆପଣ ମଧ୍ୟାହ୍ନ ସମୟରେ ଆପଣ 11ଟାରୁ 3ଟା ଭିତରେ ବାହାରକୁ ବାହାରନ୍ତୁ ନାହିଁ। ଚତୁର୍ଥ କଥାଟି କହିବି, ଡାକ୍ତର ଦେଇଥିବା ମେଡ଼ିସିନ ତାକୁ ନିୟମିତ ଏବଂ ଠିକ୍ ସମୟରେ ତାକୁ ନିଅନ୍ତୁ। ଆଉ ପଞ୍ଚମ ଟିପ୍ସଟି ହେଲା, ଯଦି ଆପଣଙ୍କର ଶ୍ୱାସକ୍ରିୟା ନେବାରେ କଷ୍ଟ ହେଉଛି କିମ୍ବା ଆପଣଙ୍କୁ କ୍ଳାନ୍ତ ଲାଗୁଛି କିମ୍ବା ଆପଣଙ୍କର ହାର୍ଟ ପେନ୍ ହେଉଛି, ତାହେଲେ ତୁରନ୍ତ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।